ଝୁମ୍ପୁରା ବ୍ଲକ ପରିସର ମଧ୍ୟରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମିଳିତ ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଥିଲେ ଜିଲ୍ଲାପାଳ ବିଶାଲ ସି, ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର, ବନଖଣ୍ଡ ଅଧିକାରୀ ଏଚ୍.ଡି. ଧନରାଜ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ପିଡି କୁମାର ନାଗଭୂଷଣ, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଧନେଶ୍ୱର ସେଠୀ, ବିଡିଓ ହୃଦାନନ୍ଦ ଅଢା, ତହସିଲଦାର ରୋହିତ ବାଗ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତୁ ରଞ୍ଜନୀ ଜେନା ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହି ବ୍ଲକର ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଯୋଗକୁ ଗ୍ରହଣ କରିବା ସହ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଅଭିଯୋଗଗୁଡ଼ିକ ସମାଧାନ କରିବାର ବ୍ୟବସ୍ଥା କରାଯିବା ସହ ଅଭିଯୋଗଗୁଡ଼ିକ ସମାଧାନ କରିବାରେ ଯେଉଁ ଅଧିକାରୀ ଅବହେଳା କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ମୋଟ 78ଟି ଅଭିଯୋଗ ପଞ୍ଜୀକରଣ ହୋଇଥିଲା। ଶେଷରେ ଜିଲ୍ଲା ଖଣିଜ ପାଣ୍ଠିରୁ 7 ଜଣ ଭିନ୍ନକ୍ଷମଙ୍କୁ 3 ଚକିଆ ସାଇକେଲ ପ୍ରଦାନ କରିଥିଲେ। ଝୁମ୍ପୁରାରୁ ଜେଥୁରାମ ମହାକୁଡଙ୍କ ରିପୋର୍ଟ ବୈତରଣୀ ଖବର।